ମୁଁ ସଙ୍ଗୀତା ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ସଙ୍ଗୀତା ଭିଜନକୁ। ଆଜିର ଏହି ଭିଡ଼ିଓରେ ଆମେ ରାଜନୀତି ବିଜ୍ଞାନର ତୃତୀୟ ଅଧ୍ୟାୟ ସରକାର ବିଷୟରେ ପଢ଼ିବା। ବିଶ୍ୱଜିତ ଓ ମୋନିକା ଭାଇ ଭଉଣୀ। ମୋନିକା ବଡ଼, ବିଶ୍ୱଜିତ ସାନ। ଦିନେ ସକାଳେ ମା ତାଙ୍କୁ କହିଲେ, ଆଜି ବାପା ଘରେ ନାହାନ୍ତି, ତୁମେ ଦୁଇଜଣ ବଜାରକୁ ଯାଇ ମାଛ ଆଣିବ। ଭାଇ ଓ ଭଉଣୀ ବଜାରକୁ ଗଲେ। ବାଟରେ ଯାଉ ଯାଉ ବିଶ୍ୱଜିତ ସୁନ୍ଦର ରାସ୍ତା ଦେଖି ଏଣେ ତେଣେ ଅନାଇଲା ଓ ମୋନିକାକୁ କହିଲା, ଭଉଣୀ, ଆମ ଗାଁରେ ତ ଏପରି ସୁନ୍ଦର ରାସ୍ତା ନାହିଁ। ଏତେ ବଢ଼ିଆ ରାସ୍ତା କିଏ କରିଛନ୍ତି? ମୋନିକା କହିଲା, ସରକାର। ଏହା ଶୁଣି ବିଶ୍ୱଜିତ ମନରେ ପ୍ରଶ୍ନ ଉଠିଲା, ସରକାର? ଏ ସରକାର କିଏ? ସେ କେଉଁଠି ଥାଆନ୍ତି ଓ କ'ଣ ସବୁ କରନ୍ତି? ତେବେ ଆସ ଜାଣିବା ସରକାର କ'ଣ। ସରକାର ରାଷ୍ଟ୍ରର ଏକ ଅପରିହାର୍ଯ୍ୟ ଅଙ୍ଗ। ଏହା ସାହାଯ୍ୟରେ ରାଷ୍ଟ୍ରର ଶାସନ କାର୍ଯ୍ୟ କରାଯାଇଥାଏ। ସରକାର ରାଷ୍ଟ୍ରର ଉନ୍ନତି ପାଇଁ ବିଭିନ୍ନ ଯୋଜନା ଯଥା ଗମନାଗମନ ପାଇଁ ରାସ୍ତା ତିଆରି, ରାସ୍ତା ମରାମତି, ସହର ଓ ଗ୍ରାମକୁ ବିଦ୍ୟୁତ୍ ଶକ୍ତି ଯୋଗାଣ, ବିଦ୍ୟାଳୟ ପାଇଁ ଗୃହ ନିର୍ମାଣ, ଲୋକମାନଙ୍କୁ ଚାଷ ଓ ବ୍ୟବସାୟ ପାଇଁ ଋଣ ପ୍ରଦାନ ଇତ୍ୟାଦି ଅନେକ କାର୍ଯ୍ୟ କରିଥାନ୍ତି। ଏହି ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବା ଫଳରେ ଜନସାଧାରଣଙ୍କର ବହୁବିଧ ଉନ୍ନତି ହୋଇଥାଏ। ଆହୁରି ମଧ୍ୟ ସରକାର ଦେଶର ସୀମାକୁ ସୁରକ୍ଷିତ କରି ବାହ୍ୟ ଆକ୍ରମଣରୁ ରକ୍ଷା କରନ୍ତି ଓ ଅନ୍ୟ ଦେଶମାନଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରି ଆପଣା ଦେଶର ଉନ୍ନତି କରିଥାନ୍ତି। ଏହାଛଡ଼ା ସରକାର ଲୋକମାନଙ୍କ ପାଇଁ ଉପଯୁକ୍ତ ପରିମାଣର ଖାଦ୍ୟ ଯୋଗାଣ ବ୍ୟବସ୍ଥା କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଡାକ୍ତରଖାନା ଖୋଲିଥାନ୍ତି। ସରକାର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା ଭୂମିକମ୍ପ, ବାତ୍ୟା, ବଢ଼ି ଓ ମରୁଡ଼ି ଇତ୍ୟାଦି ସମୟରେ ଲୋକମାନଙ୍କୁ ସହାୟତା ପ୍ରଦାନ କରି ସେମାନଙ୍କ ଧନଜୀବନ ରକ୍ଷା କରନ୍ତି। ତୁମେ ଜାଣିଛ କି ସରକାରଙ୍କ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକ ହେଉଛି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କ ପାଇଁ ବାସଗୃହ ବ୍ୟବସ୍ଥା, ସମସ୍ତଙ୍କୁ କର୍ମ ଯୋଗାଣ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ, ଦରଦାମ ନିୟନ୍ତ୍ରଣ, ଏମିତି ଅନେକ କାର୍ଯ୍ୟ ସରକାର କରିଥାନ୍ତି। ନଦୀ ବଢ଼ି ମରୁଡ଼ି ସମୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କରେ ଲୋକମାନଙ୍କର ବହୁତ କ୍ଷତି ହୋଇଥାଏ। ଏହି ବିପତ୍ତି ସମୟରେ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ସାହାଯ୍ୟର ବ୍ୟବସ୍ଥା କରନ୍ତି। ସରକାରୀ ସହାୟତା ଯୋଗୁଁ ଲୋକମାନେ ବଞ୍ଚିବା ପାଇଁ ସାହସ ପାଆନ୍ତି ଓ ବିପଦର ସଫଳ ମୁକାବିଲା କରିଥାନ୍ତି। ସରକାର ନଥିଲେ ଲୋକମାନେ ବହୁତ ଅସୁବିଧା ସମ୍ମୁଖୀନ ହୋଇଥାନ୍ତେ। ସରକାର ଜନସାଧାରଣଙ୍କର ମଙ୍ଗଳ ପାଇଁ ଆଇନ ପ୍ରଣୟନ କରିଥାନ୍ତି। ଯେପରି ସର୍ବସାଧାରଣ ସ୍ଥାନରେ ଧୂମପାନ ନ କରିବା, ଗାଡ଼ି ଚଳାଇଲା ବେଳେ ପାଖରେ ଲାଇସେନ୍ସ ରଖିବା ଓ ହେଲମେଟ୍ ପିନ୍ଧିବା ଇତ୍ୟାଦି ଆଇନ। ଏହି କାର୍ଯ୍ୟଗୁଡ଼ିକୁ ଜନସାଧାରଣ ପାଳନ ନ କଲେ ଦଣ୍ଡ ଦେବାର ବ୍ୟବସ୍ଥା କରି ଆଇନକୁ କାର୍ଯ୍ୟକାରୀ କରନ୍ତି। ଦେଶରେ ସରକାର ନଥିଲେ ଶାନ୍ତି ଶୃଙ୍ଖଳା ବ୍ୟାହତ ହୋଇ ଅରାଜକତା ଦେଖାଦିଏ, ଯାହାର ଫଳସ୍ୱରୂପ ଦେଶର ପ୍ରଗତି ଠିକ୍ ଭାବେ ହୋଇପାରେ ନାହିଁ। ସରକାରଙ୍କ ବିଭିନ୍ନ କାର୍ଯ୍ୟର ସୁପରିଚାଳନା ପାଇଁ ଅନେକ ଗୁଡ଼ିଏ ଅନୁଷ୍ଠାନ ଯଥା ପୋଷ୍ଟ ଅଫିସ୍, ବିଦ୍ୟାଳୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ହାଇକୋର୍ଟ ଇତ୍ୟାଦି ଗଠନ କରିଥାନ୍ତି। ଏହା ମାଧ୍ୟମରେ ବିଭିନ୍ନ ସରକାରୀ କାର୍ଯ୍ୟ ସଫଳ ଭାବେ ସରକାରୀ କାର୍ଯ୍ୟ କରି ଜନସାଧାରଣଙ୍କର ଅଶେଷ ଉନ୍ନତି କରିଥାନ୍ତି। ଆଗରୁ ଆମେ ଆଲୋଚନା କରାଯାଇଥିବା ବିଭିନ୍ନ କାର୍ଯ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବାରୁ ରାଷ୍ଟ୍ର ଗଠନ ପାଇଁ ସରକାରର ଆବଶ୍ୟକତା କେତେ ଅଧିକ ତାହା ସହଜରେ ଜଣାପଡ଼େ। ସରକାର ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପୃଥିବୀର ବିଭିନ୍ନ ଦେଶରେ ରାଜନୈତିକ ଓ ଅର୍ଥନୈତିକ ଆଧାରରେ ସରକାର ଗଠିତ ହୋଇଥାଏ। ଏହି ସରକାର ବିଭିନ୍ନ ପ୍ରକାରର ହୋଇଥାନ୍ତି, ଯେପରି ସଂସଦୀୟ, ରାଷ୍ଟ୍ରପତୀୟ, ଐକିକ, ରାଷ୍ଟ୍ରସଂଘୀୟ, ରାଜତାନ୍ତ୍ରିକ ଓ ଗଣତାନ୍ତ୍ରିକ ସରକାର ଇତ୍ୟାଦି। ସଂସଦୀୟ ସରକାର କ'ଣ ଜାଣିବା? କେତେକ ଦେଶରେ ରାଷ୍ଟ୍ର ଶାସନ ପାଇଁ ସଂସଦୀୟ ସରକାର ଅଛି।
ଏହି ସରକାରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଉତ୍ତମ ବୁଝାମଣା ଭିତ୍ତିରେ କାର୍ଯ୍ୟ କରିଥାନ୍ତି। ଏଥିରେ କାର୍ଯ୍ୟପାଳିକା ବ୍ୟବସ୍ଥାପିକାର ଏକ ମୁଖ୍ୟ ଅଂଶ ଅଟେ। କାର୍ଯ୍ୟପାଳିକା ବ୍ୟବସ୍ଥାପିକା ପାଖରେ ଉତ୍ତରଦାୟୀ ରହିଥାଏ। ବ୍ୟବସ୍ଥାପିକାର ସଭ୍ୟମାନେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ଏମାନେ ବିଭିନ୍ନ କାର୍ଯ୍ୟ ପାଇଁ ଲୋକମାନଙ୍କ ପାଖରେ ଉତ୍ତରଦାୟୀ ରହିଥାନ୍ତି। ଭାରତ ଓ ଇଂଲଣ୍ଡରେ ଏହି ପ୍ରକାର ସରକାର ଦେଖାଯାଏ। ତୁମେ ଜାଣିଛ କି ସଂସଦୀୟ ସରକାରରେ ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ଆଳଙ୍କାରିକ ମୁଖ୍ୟ ହିସାବରେ ରହିଥାନ୍ତି। ପ୍ରଧାନମନ୍ତ୍ରୀ ନେତୃତ୍ୱରେ ପରିଚାଳିତ ମନ୍ତ୍ରିମଣ୍ଡଳ ଶାସନର ପ୍ରକୃତ ମୁଖ୍ୟ ଅଟନ୍ତି। ପ୍ରତ୍ୟେକ ମନ୍ତ୍ରୀ ନିଜ ନିଜ ବିଭାଗର କାର୍ଯ୍ୟକଳାପ ପାଇଁ ବ୍ୟକ୍ତିଗତ ଭାବେ ଓ ସମୂହ ଭାବେ ସଂସଦ ନିକଟରେ ଉତ୍ତରଦାୟୀ ରୁହନ୍ତି।